କଥା ହେଇଛି ଆପଣ ପକଉଛନ୍ତି କଣ ଆମର ତ କହିପାରିନି ସାର୍ ଆପଣଙ୍କୁ କଣ ଗଭର୍ଣ୍ଣମେଣ୍ଟ କହିଛି ଯେ ସିଡ୍ୟୁଲ ନବନି ଲେସ୍ ନବ ଖାଲି? ନା 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 ଶୁଣନ୍ତୁ କଣ ହେଇଛି ବହୁତ ଟେଣ୍ଡର ଓପନିଂ ହେଇଛି ମୁଁ ଦେଖେ ଆଜ୍ଞା ବୁଝିପାରିଲି। ଟେଣ୍ଡର ଓପନ ତ ହେଇଛି, ଟେଣ୍ଡର ଟାଇମ ରେ ତ ଆପଣ ଦେଖିଲେନି, ଓପନ ହେଲା ପରେ ଏହା ହେଇଛି। ଶୁଣନ୍ତୁ ଆଜ୍ଞା ସେଇଟା କଣ ଆମେ ଦେଖେ ସେଇଟା ଆପଣ ଯୋଉ କହୁଛନ୍ତି ଆପଣ ଯୋଉ କଥା ସାର୍ ମୁଁ ଖାଲି କହୁଛି ଆପଣ ଯୋଉ କଥା କହୁଛନ୍ତି ଯେ କି ସାର୍ ଟେଣ୍ଡର ଟା ସିଡ୍ୟୁଲ ନେଲେ ଯେତେ କମ୍ଫର୍ଟ ରେ ଅଫିସ ଆଉ କଣ୍ଟ୍ରାକ୍ଟର ଦି ଜଣ କାମ କରିବେ। ଗୋଟେ କଥା କୁହନ୍ତୁ ସାର୍, ଶୁଣନ୍ତୁ ଆମେ ସରକାରୀ ଚାକିରି କରୁଛୁ, ଆମ ସରକାର ରୁଲ ଭିତରେ କରୁଛୁ, ଆମେ କିଏ କଣ୍ଟ୍ରାକ୍ଟର ମୁଁ କିଏ ପକେଇଲା କଣ ନାହିଁ ଆମେ ରୁଲ ଟା ଦେଖୁ। ଆମେ ଆପଣଙ୍କୁ ସେ କଥା ତ କହୁନୁ, ଆମେ ଆପଣଙ୍କୁ କୌଣସି ଜିନିଷ ଆମ ମୋଟ ପାଇଁ ଆପଣଙ୍କୁ ବାଧ୍ୟ କରୁନୁ। ଆମର କହିବାର ଅଛି ଯେ କି ସାର୍ ଲେସ୍ ନଉନଥିଲା, ଏଇ ଯୋଉ ସିଡ୍ୟୁଲ ନଉନଥିଲା, ସେଥିପାଇଁ ସେ ଟେଣ୍ଡର ଟାକୁ କ୍ୟାନସଲ କରନ୍ତୁ। ନଉଥିଲା ନା ବହୁତ କଣ୍ଟ୍ରାକ୍ଟର ରହିଯାଇଛନ୍ତି। ଶୁଣନ୍ତୁ ଠିକ ଅଛି, ଆମେ ତ ସେ ସଫ୍ଟୱେର ତିଆରି କରିନୁ, ଯଦି କଣ ହେଇଛି ଆମେ ତ ଅନ୍ୟ ବୁଝେ ଆଜ୍ଞା ଟେକ୍ନିକାଲ ଏରର ଯଦି ଥବ ତ ହଉଛି ନା ଦେଖିବା ଆମେ ବୁଝିବା ଆଜ୍ଞା ସେଟା ଆପଣ କରେଇବେ କାଇଣ୍ଡଲି, ଆମେ ଆପଣଙ୍କୁ ବି ସିଡ୍ୟୁଲ କରିକି କୋଅପରେଟ କରୁଛୁ। ଆପଣ ଶୁଣନ୍ତୁ ସିଡ୍ୟୁଲ ନେଲାନି ନଲାନି ଆପଣ କଣ ନେଲା ଆମେ ବୁଝିବା ଆଜ୍ଞା କାହିଁକି ନେଇନି କଣ ବୁଝିବେ କଣ, ଆପଣ ଟେଣ୍ଡର ଓପନ ହେଇଗଲା ବୁଝିଲେନି ଆଉ କଣ ବୁଝିବେ? କେମିତି ଟେଣ୍ଡର ଲାଷ୍ଟ ଡେଟ୍ ପୂର୍ବରୁ ଆପଣଙ୍କୁ କୁହାଯାଇଛି ଆଜ୍ଞା, ଟାଇମ ପିରିୟଡ ପୂର୍ବରୁ। ଶୁଣନ୍ତୁ ଓପନିଂ ନହେଲେ ଆମେ ଜାଣିପାରୁ କି ଲେସ୍ ହେଇଛି କି ଏକ୍ସେସ୍ ହେଇଛି ସିଡ୍ୟୁଲ କେମିତି ଜାଣିବୁ? ସେଟା ଠିକ ଅଛି ଯେ ଆପଣ କମ୍ପ୍ଲେନ ତ ରେଜ୍ ହେଇଛି ନା ନା ଆପଣ ଶୁଣନ୍ତୁ ଆପଣ ତରଫରୁ ଶୁଣନ୍ତୁ ଆପଣ ଠିକ ଅଛି ଆମେ ଦେଖୁଛୁ କଣ ହେଇଛି ଆପଣ ସେଟା କରିବେ ଆଜ୍ଞା।